ନା ଟିକେ କୁହନ୍ତୁ। ଅନନ୍ତ ନାୟକ, ମୁଁ ରାଉରକେଲାରୁ ଆସିଛି। ଆଚ୍ଛା ହଉ, ଅନୁଭୂତି ଭକ୍ତଙ୍କର ଶୁଣି 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 ଆପଣ କହିଲେ ମୋର ବି ଅନୁଭବ ହେଇଗଲା। କ'ଣ ଅନୁଭୂତି ଟିକେ କୁହନ୍ତୁ ଭକ୍ତଙ୍କ ପାଇଁ ଆଜି ଯେତେବେଳେ ଆସିଛନ୍ତି କାର୍ଯ୍ୟକ୍ରମକୁ। ମୁଁ ଆକ୍ଚୁଆଲି ଆସିଥିଲି ଯେଉଁ ବାହାଘର ପରେ ଦର୍ଶନ କରିବା ଜଗନ୍ନାଥଙ୍କୁ ଥାଏ। ଆଜି ମୋର ବାହାଘର ପରେ ମୁଁ ଆସିଛି। ମୋର ଅନୁଭୂତି ଏଇ ହେଉଛି ଯେ ମୁଁ ଯେତେବେଳେ ଛୋଟ ଥିଲି, ଆମର ଓଡ଼ିଶାରେ ଜଣେ ବହୁତ ମହାପ୍ରବଚକ ଥିଲେ ଚାରଣ ରାମ ଦାସ। ସେ ଥରେ ଆମ ସ୍କୁଲକୁ ଆସିଥିଲେ। ସେ କୁହନ୍ତି ଯେ ତୁମେ ଯେତେବେଳେ ଘରୁ ବାହାରିବ, ତୁମେ ଜଗନ୍ନାଥଙ୍କୁ ସେ ହଳଦିଆ ପାଟ ପିନ୍ଧିଥିବେ, ତାଙ୍କୁ ରଥରେ ଯଦି ତାଙ୍କୁ ଧ୍ୟାନ କରିକି ତୁମେ ଯିବ, ତୁମର କେବେ କୌଣସି ଅସୁବିଧା ହେବନି। ତ ପ୍ରାୟ ମୋ ପିଲାଦିନୁ ସେଇଟା ଗୋଟେ ମନ ଭିତରେ ବିଶ୍ୱାସ ଭଳିଆ ରହିଯାଇଥାଏ କି ଜଗନ୍ନାଥଙ୍କୁ ଡାକିକି ଘରୁ ବାହାରିବାର ଅଛି, ତାଙ୍କୁ ଦିନ ଭିତରେ ସବୁବେଳେ ସ୍ମରଣ କରିବାର ଅଛି। ମୋ ଚାକିରି ଜୀବନର କଥା ମୁଁ କହୁଛି। ମୁଁ ଚାକିରି କରୁଥିବା ସମୟରେ ଯେତେବେଳେ ବମ୍ବେରେ ଥାଏ, ମୋର ଜଣେ ସିନିୟର ଅଫିସର ଥାନ୍ତି। ମୋ ଟେବୁଲରେ ଜଗନ୍ନାଥଙ୍କର ଗୋଟେ ଛୋଟ ବିଗ୍ରହଟେ ଥାଏ। ସେ ସବୁବେଳେ କୁହନ୍ତି ତୁମ ଓଡ଼ିଆ ଲୋକ ଯେତେବେଳେ ଅସୁବିଧା ପଡ଼େ ଖାଲି ଜଗନ୍ନାଥଙ୍କ ଭରସା ସବୁ ଛାଡ଼ି ଦିଅନ୍ତି। ତ ଥରେ କ'ଣ ହେଲା, ଗୋଟେ ପ୍ଲାଣ୍ଟରେ ଗୋଟେ ବହୁତ ବଡ଼ କ୍ରିଟିକାଲିଟି ଆସିଗଲା, କେହି ପ୍ରୋବ୍ଲେମ୍ ସଲ୍ଭ କରିପାରିଲେ ନାହିଁ। ତାପରେ ସବୁବେଳେ ମନେ ପଡ଼େ କି ଜଗନ୍ନାଥଙ୍କୁ ଡାକିକି ଚଳିବାର ଅଛି। ମୁଁ ସେଦିନ ପ୍ରଭୁଙ୍କୁ ମନେ ପକାଇଲି କି ପ୍ରଭୁ ଆଜି ଯେତେବେଳେ ସବୁବେଳେ କହୁଛନ୍ତି ଓଡ଼ିଆ ଲୋକ ଜଗନ୍ନାଥଙ୍କ ଉପରେ ସବୁ ଛାଡ଼ି ଦିଅନ୍ତି, ମୁଁ ସେତେବେଳେ ତାଙ୍କୁ ସ୍ମରଣ କରିଥିଲି। ଆଉ ଚମତ୍କାରୀ ଭାବରେ ମାନେ ଜଗନ୍ନାଥଙ୍କ ଆଶୀର୍ବାଦରୁ ସବୁ ପ୍ରୋବ୍ଲେମ୍ ସଲ୍ଭ ହେଇଥିଲା। ତାପରଠୁ ସେ ମାନିଥିଲେ ଯେ ପ୍ରକୃତିରେ ତୁମ ଓଡ଼ିଆ ମାନେ ଜଗନ୍ନାଥଙ୍କୁ ଭଲ ପାଆନ୍ତି। କାହିଁକି ଜାଣିପାରିନି, ବାହାରେ ଯଦି ଯେଉଁଠି ବି ମାନେ ରହୁ, ଆମେ ଓଡ଼ିଶା ଛାଡ଼ିକି ବାହାରେ, ଆମ ପ୍ରକୃତି ମାନେ ନେଚରଟା ଓଡ଼ିଆ ହିସାବରେ ବାଇ ନେଚରଟା ଆମର ଟିକେ ସୁଇଟ୍ ନେଚର, ମାନେ କାହା ପ୍ରତି ବିଦ୍ୱେଷ ଭାବ ସହଜରେ ଆମର ଟିକେ ଆସେନି। ତେଣୁ ଆମେ ଯେଉଁଠି ବି ଜଗନ୍ନାଥଙ୍କୁ ବାହାରକୁ ଟିକେ ଦେଖିଦେଉ, ଲାଗେ ଆମ ନିଜ ଘରର ଜଣେ ମୁରବୀ କି ନିଜ ଘରର ଜଣେ ଲୋକ ଅଛନ୍ତି। ଆଉ ତ ବେଶୀ କିଛି କହିପାରିନି ତାଙ୍କ ବିଷୟରେ। ଯେ ମନେ ପଡ଼େ ଯେତେବେଳେ ବି ମାନେ ଇଏ ହୁଏନି, ମୁଁ ତ କେବେ କୁହେନି କି ମୁଁ ବହୁତ ଅନୁଭୂତି ଦେଖେ ଜୟ ଜଗନ୍ନାଥ ଟିଭିରେ। ସମସ୍ତେ କୁହନ୍ତି କିଏ ଆସିଲେ ଆମକୁ ନେଇକି ଗଲେ, ରକ୍ଷା ଗଲେ। ମୋର ବୋଧେ ଭାବୁଛି ସେମିତି ତ ଏପର୍ଯ୍ୟନ୍ତ ଆସିନି ମୋ ଜୀବନରେ ଅବସ୍ଥା, କିନ୍ତୁ ମୁଁ ତାଙ୍କ ବିଷୟରେ ଯେବେ ଭଗବାନଙ୍କୁ ମନେ ପକାଏ, ମୋ ମନରେ ସେ ଭାବ ଭରି ଦିଅନ୍ତି। ଆପଣଙ୍କ ପାଖରେ କାହାଣୀ ନାହିଁ କିନ୍ତୁ ଭାବ ଅଛି। ସେଇ କୋହ ଆଖିର ଲୁହ ଆସିବା କଥା। ପାଦରୁ ଅଳିତା ଲିଭିନି ଆପଣଙ୍କର, ଆଙ୍ଗୁଠିର ହାତରୁ ନେଲ୍ ପଲିସ୍ ଲିଭିନି। ବିବାହ ହେଇଛନ୍ତି, ନୂଆ ଜୀବନ ସୃଷ୍ଟି କରିବାକୁ ଯେତେବେଳେ ପ୍ରଭୁଙ୍କର କୃପାକୁ ଲୋଡ଼ିଛନ୍ତି, ପୁରୀ ପଳେଇ ଆସିଛନ୍ତି, ସେଇଟା ବଡ଼ କଥା। ସେତିକି ନିଜର ଭାବନ୍ତି ବୋଲି ଜଗନ୍ନାଥଙ୍କୁ ଆପଣଙ୍କ ଆଖିରେ ଲୁହ ଆସୁଛି। ଅନୁଭବ ସେଇ। ଯଦି ତାଙ୍କ ପାଇଁ ଆଖିରେ ଲୁହ ଆସିଲା, ହୃଦୟରେ କୋହ ଆସିଲା, ତା ହିଁ ଭାବ, ତା ହିଁ ଅନୁଭବ, କାହାଣୀ ଅନୁଭବ ନୁହଁ। ତେଣୁ ଆପଣଙ୍କର ଯେ କାହିଁ ଭାଙ୍ଗି ପଡ଼ୁଛନ୍ତି ଯେ ମୋର ସେମିତି ଅନ୍ୟମାନେ କହିଲା ଭଳିଆ କାହାଣୀ ମୋର ପାଖରେ ନାହିଁ। ଆଜି କାହାଣୀ ନାହିଁ, କାଲିକି କାହାଣୀ ହେବ। କାହିଁକିନା କାହାଣୀ କରିବା ପାଇଁ, ସଂସାର କରିବାକୁ ଯେତେବେଳେ ଆପଣ ପାଦ ବଢ଼େଇଲେଣି, ଆହୁରି ଅନେକ କାହାଣୀ ଆସିବ ଆଗକୁ। ଆଶା ରଖୁଛି ଆପଣ ପୁଣି ଥରେ ଆସିବେ, ଏଇଠି କାହାଣୀ କହିବେ ଏବଂ ଅନୁଭୂତି କହିବେ। ଜୟ ଜଗନ୍ନାଥ ଟିଭି କେତେ ଦେଖନ୍ତି? ଆମ ଘରେ ମାନେ ମୁଁ ଜାଣିବା ଦିନଠାରୁ, ଯେବେଠାରୁ ଜୟ ଜଗନ୍ନାଥ ଟିଭି ମାନେ ଲଞ୍ଚ ହେଇଛି, ଆମ ଘରେ ବୋଧେ ଆଉ କୌଣସି ଚ୍ୟାନେଲ୍ ଲାଗେନି। ମାନେ ମା ସକାଳୁ ଟିଭି ଅନ୍ କରେ ମାନେ ରାତି ପର୍ଯ୍ୟନ୍ତ ଆମେ ଜୟ ଜଗନ୍ନାଥ ମାନେ ଏଇ ପତିତପାବନଙ୍କ ଦର୍ଶନ, ଆପଣ ଅନୁଭୂତି, ଯେଉଁ ବାନା ବନ୍ଧା ରିଚୁଆଲ୍ସ, ଏକାଦଶୀର ଯାହା ମାନେ ଆମେ କଣ୍ଟିନ୍ୟୁ ସବୁ ଜିନିଷ ବିଷୟରେ ଆଉ କିଛି ଭାବିବାକୁ ପଡ଼େନି, ସବୁ ଜିନିଷ ଜଣା ପଡ଼ିଯାଏ। ମାନେ ଇଏ ଗୋଟେ ଟାଇପ୍ର ଟାଇମ୍ ଟେବୁଲ୍ ହେଇଗଲା କି ଆଜି କ'ଣ ନୀତି ହେବ, କ'ଣ ହେବ, ମାନେ ସେଇ ଟାଇପ୍ର ଆମ ଘରେ ଜୟ ଜଗନ୍ନାଥ ଟିଭି। ତେଣୁ ମୁଁ ଯେବେ ଯାଏ, ମୁଁ ତ ସମୟ ପାଏନି ଦେଖିବା ପାଇଁ, କିନ୍ତୁ ଯେତେବେଳେ ମନ ହୁଏ କିଛି କଥା କହିବା ପାଇଁ, ଜାଣିବା ପାଇଁ, ଜୟ ଜଗନ୍ନାଥ ଟିଭି ୟୁଟ୍ୟୁବ୍ରୁ ବି ଡାଇରେକ୍ଟ ଲାଇଭ୍ ଇଏ ହେଉଛି, ସେଇଟା ବି ଦେଖିଦିଏ। ବହୁତ ଭଲ ଲାଗେ ମୋତେ। ହଉ, ପ୍ରଭୁଙ୍କ ସହିତ ସମ୍ପର୍କ ଏବଂ ପ୍ରଭୁଙ୍କ ସହିତ ନିବିଡ଼ତା, ଅତୁଟ ସମ୍ପର୍କ ପାଇଁକି ଆପଣଙ୍କର ସେ ଭାବନା ରଖିଛନ୍ତି। ପ୍ରଭୁ କୃପା କରନ୍ତୁ। ଧନ୍ୟବାଦ ଦେବି ଆପଣଙ୍କୁ। ଜୟ ଜଗନ୍ନାଥ।